ସାଇକୋଲୋଜି କହିଥାଏ ସ୍ତ୍ରୀ ପାଖକୁ ଯିବା ପୂର୍ବରୁ ନିଜ ଲିଙ୍ଗରେ ଏହା ଯଦି ଲଗାଉଥିବେ ସ୍ତ୍ରୀ ବେହୋସ ହୋଇଯିବ ପଛେ କିନ୍ତୁ ଆପଣଙ୍କ ବାଣ୍ଡରୁ ପାଣି ବାହାରିବ ନାହିଁ। ତାହା ହେଉଛି ଯଦି ଆପଣ ଆପଣଙ୍କ ଲିଙ୍ଗକୁ ଘୋଡ଼ା ମାଣ୍ଡ ପରିକା ଲମ୍ବା କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ରାତିରେ ଏହି ତେଲ ଲଗାଇ ମାଲିସ କରନ୍ତୁ। ଲିଙ୍ଗ ଏତେ ଲମ୍ବା ଓ ମୋଟା ହୋଇଯିବ ଯେ ସ୍ତ୍ରୀ ସନ୍ତୁଷ୍ଟ ହେବା ସହିତ ଦିବାନୀ ମଧ୍ୟ ହୋଇଯିବେ। ତେଣୁ ପ୍ରତିଦିନ ରାତିରେ ଲିପ୍ଟଅପ୍ ଅଏଲ୍ ଲଗାଇ ମାଲିସ କରନ୍ତୁ। ଏହା ଆପଣଙ୍କ ଲିଙ୍ଗକୁ ମଜବୁତ କରିବା ସହିତ ଗେହିବା ଟାଇମିଂକୁ ମଧ୍ୟ ବଢ଼ାଇଥାଏ। କେଉଁଭଳି ମହିଳାମାନେ 25ରୁ 30 ବର୍ଷର ପୁଅମାନଙ୍କୁ ଅଧିକ ପସନ୍ଦ ଆସିଥାନ୍ତି? ଏହାର ଉତ୍ତର ହେଉଛି ବିବାହିତା ମହିଳାମାନେ ପୁଅମାନଙ୍କୁ ଅଧିକ ପସନ୍ଦ ଆସିଥାନ୍ତି। କେଉଁଭଳି ମହିଳାମାନେ ଲୁଚି ଲୁଚି ପରପୁରୁଷ ସହିତ ସମ୍ଭୋଗ କରିଥାନ୍ତି? ଏହାର ଉତ୍ତର ହେଉଛି ଯେଉଁ ମହିଳାମାନଙ୍କୁ ନିଜ ସ୍ୱାମୀଙ୍କ ଠାରୁ ବିରକ୍ତ ଭାବ ଆସିଯାଇଥାଏ ସେହି ମହିଳାମାନେ। ସାଇକୋଲୋଜି କହିଥାଏ ଗୋଟିଏ ସ୍ତ୍ରୀ ଗିଆ ଖାଉଥିବା ସମୟରେ ଆପଣଙ୍କର ବାଣ୍ଡକୁ ନିଜ ବିଆରେ ପଶାଇବା ଆଗରୁ ଟିକେ ଛେପ ଲଗାଇ ନିଜ ବିଆରେ ଆଙ୍ଗୁଳି ମାରି ସଲସଲ କରିଦେଇଥାଏ। କୌଣସି ବି ମହିଳା ଗିଆ ଖାଉଥିବା ସମୟରେ ସେମାନେ କେଉଁ କଥା ଶୁଣିବାକୁ ପସନ୍ଦ କରନ୍ତି ନାହିଁ? ଏହାର ଉତ୍ତର ହେଉଛି ରାଗ ଭରା କଥା ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ସାଇକୋଲୋଜି କହିଥାଏ ଅଧିକାଂଶ ପୁରୁଷମାନଙ୍କର ସେକ୍ସ ଆଟ୍ରାକ୍ସନ୍ ସେହି ଝିଅମାନଙ୍କ ପ୍ରତି ଅଧିକ ଉତ୍ପନ୍ନ ହୋଇଥାଏ ଯେଉଁ ଝିଅମାନଙ୍କର ବିବାହ ପୂର୍ବରୁ ହିଁ ହୋଇଯାଇଥାଏ।